କନ୍ୟା କୁହନ୍ତୁ, ପୁତ୍ର କୁହନ୍ତୁ, ଭାଇ କୁହନ୍ତୁ, ଭଉଣୀ କୁହନ୍ତୁ କି ମାତା ପିତା ବା କୌଣସି ବି ସମ୍ପର୍କ ଯାହାଙ୍କ ସହିତ ଆମର ସାମାଜିକ ବନ୍ଧନ ରହିଛି, କିଏ ଆପଣ ତାକୁ ଜାଣିଛନ୍ତି? ଯାହାକୁ ନିଜ ପତ୍ନୀ ଭାବୁଛନ୍ତି, କନ୍ୟା ଭାବୁଛନ୍ତି କି ମାତା ଭାବୁଛନ୍ତି, ସେ ପୂର୍ବରୁ କିଏ ଥିଲେ, ଭବିଷ୍ୟତରେ କିଏ ହେଇକି ଆସିବେ, ଆପଣ କିଛି ଜାଣିଛନ୍ତି? ବର୍ତ୍ତମାନରେ ସିଏ ଯିବ ତା ପ୍ରାରବ୍ଧ ଅନୁସାରେ ଇଏ ଶରୀର ପାଇଛି, ତଥା ଆପଣ ତାଙ୍କ ସହିତ ଯେଉଁ ସମ୍ପର୍କରେ ଜଡ଼ିତ ହେଇଛନ୍ତି, ତାକୁ ଆତ୍ମୀୟ ମନେ କରିକି ଗଭୀର ଆସକ୍ତି କରୁଛନ୍ତି, ନିଶ୍ଚିତ ଜାଣି ରଖନ୍ତୁ ଏ ଦୁର୍ଗତିର ଆରମ୍ଭ କରୁଛନ୍ତି। ସିଏ କିଏ ଆପଣ ତାକୁ ଜାଣିନାହାନ୍ତି, ଏ କିଛି ବର୍ଷର ହିଁ ପରିଚୟ ତା ସହିତ, ଆପଣ ତାକୁ ସତ ମାନି ନେଉଛନ୍ତି। କିନ୍ତୁ ଇଏ ନାଶବାନ ଦୃଶ୍ୟ ଜଗତରେ ଗୋଟିଏ ଦୃଶ୍ୟ ହିଁ ଆମ ଶରୀର। ଏ ପ୍ରତ୍ୟେକ ମୁହୂର୍ତ୍ତରେ ବଦଳୁଛି, ପ୍ରତ୍ୟେକ ସେକେଣ୍ଡରେ ବଦଳୁଛି, ଆମେ ଜାଣିପାରୁନୁ। ଜାଣିବୁ ଯେତେବେଳେ ଦୁନିଆ ଛାଡ଼ିବାର ସମୟ ଆସିବ, ବୁଝେଇକି ଆଉ ସେତେବେଳେ କିଛି କାମରେ ଲଗେଇ ପାରିବେନି। ମନରେ କେବଳ ପଶ୍ଚାତାପ ରହିଯାଇଥିବ ଆଉ ସମୟ ବିତି ଯାଇଥିବ। ଏ ପୁଅ ଝିଅ, ପତି ପତ୍ନୀ କି କୌଣସି ବି ଦେହଧାରୀଙ୍କ ପ୍ରତି ମୋହ ନୁହଁ। ମୋହ ରଖିବେ ତ ପ୍ରଭୁଙ୍କ ପ୍ରତି ରଖନ୍ତୁ, କେବଳ ପ୍ରଭୁ ଭଗବାନ। କିନ୍ତୁ ଏ ଯେଉଁ ପୁତ୍ର ରୂପରେ ଯିଏ ପ୍ରକଟ ହେଇଛନ୍ତି, ଏ କିଏ କେବେ ବିଚାର କରିଛନ୍ତି? ଆପଣଙ୍କର ହିଁ କର୍ମର ଭୋଗକୁ ଭୋଗେଇବା ପାଇଁ କେହି ଭଗବାନଙ୍କର ଅଂଶ ଆଜି ଯିଏ ବସ୍ତ୍ର ରୂପକ ଇଏ ଶରୀର ଧାରଣ କରିକି ଆସିଛି, ଶୁଭ କର୍ମ ତ ସୁଖ ପ୍ରଦାନ କରିବ, ଅଶୁଭ କର୍ମ ତ ଦୁଃଖ ପ୍ରଦାନ କରିବ। କିନ୍ତୁ ସେ ତୁମର ନୁହଁ। ଆପଣ ତା ପରିଚୟ ଜାଣିନାହାନ୍ତି ଯିଏ ପୁତ୍ର ରୂପରେ ଆସିଛି। ଆଜି ଯେଉଁ ଭାବୁଛନ୍ତି ଆପଣଙ୍କ ପାଖରେ ପୁତ୍ର ଅଛନ୍ତି, କନ୍ୟା ଅଛନ୍ତି ବା ଯାହା ବି ସମ୍ପତ୍ତି ରଖିଛନ୍ତି, ଏ ଆପଣଙ୍କର ନୁହଁ। କିଛି ହିଁ ସମୟ ପାଇକି ଆପଣଙ୍କ ପ୍ରାରବ୍ଧ ଅନୁସାରେ ଏକ ସଂଯୋଗ ବନିଛି, କିନ୍ତୁ ଏ ଯେଉଁ ଦିନ ଛୁଟିଯିବ ଆପଣ ତାକୁ ଅଟକେଇ ପାରିବେନି। ନିଜ ଶରୀର ଛାଡ଼ିବା ହୁଅନ୍ତୁ କି ପ୍ରିୟଜନଙ୍କ ଛାଡ଼ିବା ହୁଅନ୍ତୁ, ଆପଣ ବିଲକୁଲ ବି ଆୟତ୍ତ କରିପାରିବେନି, ଗୋଟିଏ ସେକେଣ୍ଡ ଅଟକେଇ ପାରିବେନି। ଆସକ୍ତି କରିବେ ତ ସେଇ ପ୍ରଭୁଙ୍କୁ କରନ୍ତୁ, ଭଲ ପାଇବେ ତ ତାଙ୍କୁ ହିଁ ପାଆନ୍ତୁ।